চলবে না, রামবাবুকে চক্রান্ত চলছে না, চলবে না। গড় দোহলিলানি হেলে দিদিଙ୍କ ଗୋଡ଼ ହଲୁନି। চক্রান্ত চলছে না, চলবে না। ପାଣି ଆସି ନାକ ପାଖରେ ପହଞ୍ଚିଲାଣି, ହେଲେ ମୋ ଘରେ ବିଲକୁଲ ପାଣି ପଶିନି। ଦିଦିଙ୍କ ଏ ଦମ୍ଭ ଦେଖି ସମସ୍ତେ ବୋଧହୁଏ ଏଇଆ ହିଁ କହିବେ। ମହିଳା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ପୁରା ପଶ୍ଚିମବଙ୍ଗ ଉଠୁଥିବା ପଡୁଥିବା ବେଳେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏହି ଘଟଣା ପାଇଁ ବିରୋଧୀ ହିଁ ଦାୟୀ। ଆଉ ସେଇଥିପାଇଁ ମମତା ନିଜେ ରାଲି କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଏପରି କିପରି କରିପାରୁଛନ୍ତି? ମମତାଙ୍କ ହାତରେ ରହିଛି ପଶ୍ଚିମବଙ୍ଗର କ୍ଷମତା। ଗୃହ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ହାତରେ ରଖିଛନ୍ତି ଏବଂ ସେ ନିଜେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏପରି ସମ୍ବେଦନଶୀଳ ଘଟଣାକୁ ନେଇ କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ, କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯଦି ନିଜେ ସରକାରରେ ରହି ମମତା ରାଲି କରୁଛନ୍ତି, ତାହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡେ, କାହା ପାଖରେ କରିବେ ଅଭିଯୋଗ? ଏପରି କିଛି ପ୍ରଶ୍ନ ବୋଧହୁଏ ପଶ୍ଚିମବଙ୍ଗ ଜନତାଙ୍କ ମନରେ ଉଙ୍କି ମାରୁଥିବ। ଆଉ ନିଜ ମନର କଥାକୁ ନିଜ ଛାତି ତଳେ ଚାପି ରଖି ମମତାଙ୍କ ଏ ରାଲିକୁ ଦେଖୁଥିବେ ପଶ୍ଚିମବଙ୍ଗବାସୀ। ଜଣେ ମହିଳା ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ ଗୁମୁରି ଗୁମୁରି କାନ୍ଦୁଛି। କିନ୍ତୁ ନିଜ ରାଜ୍ୟରେ ଘଟିଥିବା ସେହି ଘଟଣାରେ ଯେମିତି ବିଲକୁଲ ଦୁଃଖିତ ନାହାନ୍ତି ମମତା। 13 ବର୍ଷର ମୁଖ୍ୟମନ୍ତ୍ରୀ ଯେମିତି ସବୁ ଦେଖି ସବୁ ଜାଣି ଆଜି କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି। ନିଜ ସରକାରର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ରାଲି କରୁଛନ୍ତି, ଯାହାକି ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି। ବ୍ୟୁରୋ ରିପୋର୍ଟ, ଓଟିଭି। চক্রান্ত চলছে না, চলবে না।